ଗୋଲାମୁଣ୍ଡାଠାରେ ସୁଭଦ୍ରା ଯୋଜନା ପଦଯାତ୍ରା ଅନୁଷ୍ଠିତ। ସାମିଲ ହେଲେ ପ୍ରଶାସନିକ ଅଧିକାରୀ ଶହ ମହିଳା। କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକରେ ପାଳିତ ହୋଇଯାଇଛି ସୁଭଦ୍ରା ଯୋଜନାର ପଦଯାତ୍ରା। ଏହି ଅବସରରେ ଗୋଲାମୁଣ୍ଡା କଲ୍ୟାଣୀ ମଣ୍ଡପଠାରୁ ଏକ ଶୋଭାଯାତ୍ରାରେ ଗୋଲାମୁଣ୍ଡା ବ୍ଲକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, MBK, CRP, ଗୋଲାମୁଣ୍ଡା BDO, CDPO, ମହିଳା ସୁପରଭାଇଜର, BPM, BPC, ସରକାରୀ ଯନ୍ତ୍ରୀ, ଅଙ୍ଗନବାଡି କର୍ମୀ, କନିଷ୍ଠ ଯନ୍ତ୍ରୀ ସହ ବିଭିନ୍ନ କର୍ମଚାରୀ ସାମିଲ ହୋଇ ଏହି ପଦଯାତ୍ରା ଯୋଗ ଦେଇଥିଲେ। ପଦଯାତ୍ରା କଲ୍ୟାଣ ମଣ୍ଡପଠାରୁ ବାହାରି ବ୍ଲକ ପରିସରକୁ ଯାଇଥିଲା। ସେଠାରେ ଅଂଶଗ୍ରହଣ କରିଥିବା ମହିଳାମାନଙ୍କୁ 4 ଭାଗରେ ଭାଗ କରି ଗୋଟିଏ ଲେଖାଏଁ ଦଳ ଗଠନ କରି ସୁଭଦ୍ରା ଯୋଜନାର ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋଚନା କରାଯାଇଥିଲା। ଏଠାରେ କିପରି ସୁଭଦ୍ରା ଯୋଜନା ପାଇବେ, କେମିତି ବାଦ ପଡ଼ିବେ, କିଏ ପାଇବେ କିଏ ନାହିଁ, ସବୁ ଅଧିକାରୀମାନେ ବୁଝାଇଥିଲେ। ଦାମୋଦର ଦାସଙ୍କ ରିପୋର୍ଟ, ମସିହା ନ୍ୟୁଜ। ଆପଣ ମସିହା ନ୍ୟୁଜର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଏହା ସହ ମସିହା ନ୍ୟୁଜର ଫେସବୁକ୍ ପେଜକୁ ଓ ଟ୍ୱିଟରକୁ ଫଲୋ କରନ୍ତୁ। ତା ସହ ମସିହା ନ୍ୟୁଜର ଏପ୍ ଆସିଗଲାଣି। ନିଜ ମୋବାଇଲରୁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିନିଅନ୍ତୁ। ଜୟ ଜଗନ୍ନାଥ।